এই ରାତିରେ ସାରା ଓଡ଼ିଶା ଶୋଇପଡ଼ିଛି ଆଉ ଦେଖୁଛି ତା ଭବିଷ୍ୟତର ସ୍ୱପ୍ନ। ହେଲେ ଅଧ୍ୟାପକ ଏବଂ କର୍ମଚାରୀ ଜାତିଟା ତା ଭବିଷ୍ୟତକୁ ହରେଇ ଶୋଇପଡ଼ିଛି ଆପଣଙ୍କ ଦୁଆରେ ଥିବା ରାଜରାସ୍ତାରେ। ହେ ସରକାର, ଥରୁଟିଏ ଚିନ୍ତା କଲେ ଆମରଣ ଅନଶନରେ ବସିଥିବା ଏ ଲୋକଟି ଏତେ କଷ୍ଟରେ ଥିବ, କିନ୍ତୁ ଆପଣ ପେଟ ପୂରା ଖାଇ ଆରାମରେ ଶୋଇଛନ୍ତି। ଦେଖିଲେ ଏ ଭଉଣୀମାନେ କ'ଣ ସୁଭଦ୍ରା ନୁହନ୍ତି? ନା ଏମାନେ ଶିକ୍ଷିତ ବୋଲି ସୁଭଦ୍ରାର ସଂଜ୍ଞା ହରେଇ ଦେଲେ? ଏ ଜାତିଟା ଭାବିଥିଲା ଆମେରିକାରେ ବଡ଼ ହୋଇଥିବା ଲୋକଟି ବୋଧେ ତାଙ୍କ ଦୁଃଖ ବୁଝିପାରୁନି। ସେଥିପାଇଁ ତ ସେ ଆପଣଙ୍କ ପାଇଁ ତା ଆଙ୍ଗୁଠିରେ କାଳିଗାର ଲଗେଇଥିଲା। ସ୍ୱପ୍ନ ସତ ହେଲା, ସରକାର ବି ପରିବର୍ତ୍ତନ ହେଲା। ଗୋଟେ ଶିକ୍ଷକ ଭାଇ ହାତରେ ରହିଲା ଓଡ଼ିଶାର ଦାୟିତ୍ୱ। ସେଥିପାଇଁ ତ ଏ ଜାତିଟା ଭାବିଥିଲା ତା ପାଇଁ କେହି ନହେଲେ ବି ତା ଭାଇ ଠିଆ ହେବ। ହେଲେ କିଏ ଜାଣିଥିଲା ଅଧ୍ୟାପକ ଏବଂ କର୍ମଚାରୀ ଜାତିର ଗଣ୍ଡି ହାଣିବା ପାଇଁ ଆପଣ ଟାଙ୍ଗିଆର ବେଣ୍ଟ ହେଇଯିବେ ବୋଲି। ଥରେ ତ ବୁଝିବାକୁ ଚେଷ୍ଟା କରନ୍ତୁ ଏ ଜାତିର କଷ୍ଟ ଆଉ ଦୁଃଖ। ଇତି ଆପଣଙ୍କ ଦ୍ୱାରା ଅବହେଳିତ ହେଇଥିବା ଏ ଅଧ୍ୟାପକ ଏବଂ କର୍ମଚାରୀ।